ଝାରପଡ଼ା ଜେଲ୍ ପରେ ଏବେ ଚୌଦ୍ୱାର ମଣ୍ଡଳ କାରାଗାରରୁ ଆସିଲା ଆଉ ଏକ ଚିନ୍ତାଜନକ ଖବର। ଜେଲ୍ ଭିତରେ 5 ଜଣ କଏଦୀ HIV ପଜିଟିଭ୍ ଚିହ୍ନଟ। କେମିତି ହେଲା ଚିହ୍ନଟ? କେମିତି ଚାଲିଛି ଚିକିତ୍ସା? ଆଉ ଅନ୍ୟ କଏଦୀଙ୍କ ପାଇଁ କେତେ ସୁରକ୍ଷିତ ଜେଲ୍? ସମସ୍ତ ତଥ୍ୟ ଏବେ ସନ୍ଦେହ ଘେରରେ। ଝାରପଡ଼ା ଜେଲ୍ରେ 8 ଜଣ HIV ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଚୌଦ୍ୱାର ମଣ୍ଡଳ କାରାଗାରରୁ ଆସିଛି ସମାନ ଖବର। ଏଠାରେ 5 ଜଣ କଏଦୀଙ୍କ HIV ପଜିଟିଭ୍ ରିପୋର୍ଟ ସାମ୍ନାକୁ ଆସିଛି। ଜେଲ୍କୁ ନୂଆ କରି ଆସୁଥିବା ସମସ୍ତ କଏଦୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଏହି ସଂକ୍ରମଣ ଚିହ୍ନଟ ହୋଇଥିଲା। ଚିହ୍ନଟ ହୋଇଥିବା 5 ଜଣଙ୍କ ମଧ୍ୟରୁ 3 ଜଣ ବିଚାରାଧୀନ ବନ୍ଦୀ ଏବଂ 2 ଜଣ ସଜା କାଟୁଥିବା କଏଦୀ ବୋଲି ସୂଚନା ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜେଲ୍ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଏହି 5 ଜଣ କଏଦୀ ଜେଲ୍କୁ ଆସିବା ପୂର୍ବରୁ ହିଁ HIV ସଂକ୍ରମିତ ଥିଲେ। ଜେଲ୍ ଭିତରେ ସଂକ୍ରମଣ ହୋଇନାହିଁ। ବର୍ତ୍ତମାନ ସମସ୍ତ ସଂକ୍ରମିତ କଏଦୀଙ୍କୁ ଜେଲ୍ର 52 ନମ୍ବର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ସେଠାରେ ଭାରତ ସରକାରଙ୍କ SOP ଅନୁଯାୟୀ ମାଗଣାରେ ଔଷଧ ଏବଂ ଚିକିତ୍ସା ଦିଆଯାଉଛି। ଜେଲ୍ରେ ଥିବା ଡାକ୍ତର ଓ ଫାର୍ମାସିଷ୍ଟ ପ୍ରତିଦିନ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖୁଛନ୍ତି। ଏହାସହ ପ୍ରତି 15 ଦିନରେ ଥରେ ଏକ ସ୍ୱତନ୍ତ୍ର ଭ୍ୟାନ୍ରେ ସେମାନଙ୍କୁ SCB ମେଡିକାଲର ART ସେଣ୍ଟରକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। କେବଳ ସେତିକି ନୁହେଁ, ସଂକ୍ରମିତ କଏଦୀଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଏହି ରୋଗ ସମ୍ପର୍କରେ ସଚେତନ କରାଯାଉଛି। ତେବେ ପ୍ରଶ୍ନ ଉଠୁଛି, ଝାରପଡ଼ା ପରେ ଚୌଦ୍ୱାର ଜେଲ୍ରେ HIV ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟର ଅନ୍ୟ କାରାଗାରଗୁଡ଼ିକରେ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍କ୍ରିନିଂକୁ ଆହୁରି ବ୍ୟାପକ କରାଯିବ କି? ଏବେ ସମସ୍ତଙ୍କ ନଜର ସେହି ଦିଗରେ। ବ୍ୟୁରୋ ରିପୋର୍ଟ, NTV।